দেখা যায় কি? দেখা যায় না, ବିଶ୍ୱାସର ଫଳ ଦେଖାଯାଏ। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆପଣଙ୍କର ବାକ୍ୟ ପଢିବା, ତାପରେ ଯିବା। ନହେଲେ ତ ବାକ୍ୟର ସବୁ ସାରାଂଶ ମୁଁ କହିଦେବି, ବାକ୍ୟ ପଢି ଯଦି ପଢିବା ନାହିଁ ତ ମଜା ନାହିଁ। ହାଲେଲୁୟା, ହାଲେଲୁୟା। ମୋ ସହିତ ଖୋଲନ୍ତୁ ପ୍ରଥମ ତିମୋଥୀ 6:12। ଏପରି ଲେଖାଯାଇଛି, ମୁଁ ପଢି ଦଉଛି। ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ସେଥିପାଇଁ ତ ତୁମେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଉଛ। ଆମେ ସାକ୍ଷ୍ୟ ଦଉଛୁ। ଯୀଶୁ କହିଲେ ଯେ ପବ୍ଲିକ ଠାରେ, ଅନ୍ୟମାନଙ୍କ ଠାରେ ମୋର ସାକ୍ଷୀ ହେବ। ମୁଁ ମୋ ପିତାଙ୍କ ଆଗମନ ସମୟରେ ମୋ ଦୂତମାନଙ୍କ ଠାରେ, ପିତାଙ୍କ ଠାରେ ସାକ୍ଷୀ ହେବି। ଆମେ ସାକ୍ଷୀ ହେଉଛୁ। କେମିତି ସାକ୍ଷୀ ହେବା? ଚିନ୍ତା କରନ୍ତୁ, ଆମେ ସମୀକ୍ଷା କରିବା। ଖ୍ରୀଷ୍ଟୀୟ ଜୀବନର ମୂଳ ତତ୍ତ୍ୱ ଆଉ ମୂଳ ବଳ ଅଟେ ବିଶ୍ୱାସ, ଭରସା। ଏଠି ଲେଖା ଗଲା ଖ୍ରୀଷ୍ଟୀୟ ଜୀବନରେ ବିଶ୍ୱାସରେ ତୁମେ ମାନେ ଯୁଦ୍ଧ କରିବାକୁ ବାଧ୍ୟ। ଆପଣ ମାନେ ଜାଣିଛନ୍ତି ଦୁନିଆରେ ବିଶ୍ୱାସୀ ହୋଇ ବଞ୍ଚିବା ଭଲ, ଖ୍ରୀଷ୍ଟୀୟ ସମାଜରେ ସେବା କରି ବଞ୍ଚିବାଟା ଏତେ ସହଜ ନାହିଁ। ଆଜିର ଡେଟରେ ଯେଉଁମାନେ ସେବା କରନ୍ତି ନା, ସେମାନେ ବହୁତ ପ୍ରାଣପଣରେ ଯୁଦ୍ଧ କରନ୍ତି। ସେବକ ଗୋଟାଏ ଥିବ, ପରିବାର ଗୋଟାଏ ଥିବ। ଗ୍ୟାଦରିଂ ହେଇକି ରହିଲା ବେଳକୁ ପରୀକ୍ଷା ଆସେ, ତମେ ଜୟ କରିପାରିବ, ମେଣ୍ଟେନ କରିପାରିବ। ଏକା ଥିଲା ବେଳକୁ ଆଜି ଚର୍ଚ୍ଚ ଆମେ କଣ ପାଇଁ ଆସୁ? ଆଜି ଅନେକ ଲୋକ ଚିହ୍ନ ଚମତ୍କାର ଆମ ଚର୍ଚ୍ଚରେ ଆଇଲେ, ଖ୍ରୀଷ୍ଟିଆନ ହେଲେ ତମେ ଠିକ ହେଇଯିବ, ତମ ରୋଗ ଭଲ ହେଇଯିବ, ତମେ ଆଶୀର୍ବାଦ ଲାଭ ହେଇଯିବ। ରଙ୍ଗ ଟିଚ୍। ଯିଏ କହୁଛି ସେ ନିଜେ ଜାଣି ନାହିଁ ଯୀଶୁଙ୍କୁ, ବାଇବେଲକୁ ପଢି ନାହିଁ। ସେ ଚିହ୍ନ ଚମତ୍କାର ବାକ୍ୟ କହେ, ପ୍ରଭୁଙ୍କ ଦାସ ପଢିଛନ୍ତି, ମୁଁ ବି ପଢିଛି। ବାକ୍ୟ କହେ ତୁମେ ଆଶ୍ଚର୍ଯ୍ୟ ହବ, ତୁମେ ଆଶ୍ଚର୍ଯ୍ୟ କର୍ମ ପାଇଁ ପାଗଳ ହବ ନାହିଁ। ଚର୍ଚ୍ଚ ଆଶ୍ଚର୍ଯ୍ୟ ବିଷୟ ପାଇଁ ଯାହା ନାହିଁ। ଚର୍ଚ୍ଚରେ ଗଲେ ଆଶ୍ଚର୍ଯ୍ୟ ପରମେଶ୍ୱରଙ୍କ ବିଷୟରେ ଜାଣିବ, ଉଦ୍ଧାର ପାଇବ, ବିଶ୍ୱାସ ବଢିବ। ତେଣୁକରି ଆମେ ଚର୍ଚ୍ଚକୁ ଆସିବା। କେମିତି ଯୁଦ୍ଧ କରିବା? ଆମେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରେ, ଜାଣିଛନ୍ତି? ପ୍ରତ୍ୟେକ ଖ୍ରୀଷ୍ଟିଆନ ଶେଷ ପର୍ଯ୍ୟନ୍ତ ଅନନ୍ତ ଜୀବନ ପାଇବା ଯାଏ ଯୁଦ୍ଧ କର ବୋଲି ଲେଖା ଅଛି। ଆମର ଯୁଦ୍ଧ କାହା ସହିତ? ଶରୀର ବଳ ରକ୍ତ ମାଂସ ସହିତ ବାକ୍ୟ ଲେଖା ଅଛି ନାହିଁ? ଏଫେସିୟ 6:12 କହେ ଆକାଶର ଦୁଷ୍ଟ ଆତ୍ମା ମାନଙ୍କ ସହିତ ଆମର ଯୁଦ୍ଧ, ଶୈତାନର ଦୁଷ୍ଟ ଶକ୍ତି ସହିତ ଆମର ଯୁଦ୍ଧ। ଲୋକ ସହିତ ନାହିଁ, ବଚସା କରିବାର କାରଣ ନାହିଁ। କାହା ସହିତ ଆମେ ଯୁଦ୍ଧ କରିବା? ନିଜର ପାପ ସହିତ, ନିଜର ଶରୀର ସହିତ, ଦୁଷ୍ଟ ଆତ୍ମା ସହିତ। ପାପର ବେତନ ମୃତ୍ୟୁ, ମୃତ୍ୟୁର ଅଧିକାରୀ ଶୈତାନ, ଶୈତାନର ପ୍ରଲୋଭନ। ଖ୍ରୀଷ୍ଟୀୟ ଜୀବନର ବିଶ୍ୱାସ ବଳ ଅଟେ। ଯେତେ ଆମେ ବିଶ୍ୱାସ କରିବା, ବିଶ୍ୱାସରେ ଦେଖିବା, ବିଶ୍ୱାସରେ ଚାଲିବା, ବିଶ୍ୱାସରେ କାର୍ଯ୍ୟ କରିବା, ବିଶ୍ୱାସରେ ପ୍ରଭୁଠାରେ ଆସିବା। ପ୍ରାର୍ଥନାରେ ଯୁଦ୍ଧ କର, ବିଶ୍ୱାସରେ ବିଜୟ ପ୍ରାପ୍ତ କର। ଏଇଟା କହି ଭାଇ ଆମର ବିଶ୍ୱାସ ଆମକୁ ଆଗକୁ ନଉଛି। ମାଗ ଦିଆଯିବ 3ଟା ଷ୍ଟେପ୍। ଆମର ବିଶ୍ୱାସର ଫୁଲ୍ ଲେଭେଲରେ ଆମେ ଅଛୁ। ତେଣୁକରି କହିଲେ ତମେ ବଳବାନ ହୋ, ସ୍ଥିର ହୋ। ତୁମର ବିଶ୍ୱାସରେ ତମେ ସ୍ଥିର ହେବା ଦରକାର। ଆମେ ଅନ୍ତିମ ଦିନମାନଙ୍କରେ ଅଛୁ। ଏ ଦିନମାନଙ୍କରେ ପ୍ରଭୁ ତୁମର ପରୀକ୍ଷା, ବିଶ୍ୱାସର ପରୀକ୍ଷା ନେବା ଆରମ୍ଭ କଲେଣି। କାହିଁକି ଆମ ଲୋକମାନେ ବାରମ୍ବାର ପତନର କାରଣ? କାହିଁକି ଆମ ଲୋକମାନେ ବାରମ୍ବାର ପ୍ରଲୋଭନ ହେବେ? କାହିଁକି ଆମ ଲୋକମାନେ ବାରମ୍ବାର ଅଭାବରେ, କାହିଁକି ଆମ ଲୋକମାନେ ବାରମ୍ବାର ଷ୍ଟ୍ରଗଲ୍ ଲାଇଫ୍ ଅଛନ୍ତି? କେବେ ଜାଣିବାକୁ ଚେଷ୍ଟା କରିଛ? ନାହିଁ। ପରିତୃପ୍ତି ନାହିଁ, ଲାଇଫରେ ଶାନ୍ତି ନାହିଁ। ଧ୍ୱଂସ 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 ଆମ ଭାଷାରେ କହିଲା ପରେ ଜୀବନ କେତେବେଳେ କୋଉଠି? ବିଶ୍ୱାସ କି ବିଶ୍ୱାସ ଆଜି ଅଛି କାଲି ନାହିଁ। ସବୁବେଳେ କହେ ମୋ ଫେଭରେଟ୍ ୱାର୍ଡ, ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ତୁଟିଯାଏ, ବିଶ୍ୱାସ ଭାଙ୍ଗିଲେ ମଣିଷ ମାଟିରେ ମିଶିଯାଏ। ତେଣୁକରି ଯୀଶୁ କହିଲେ ଯେ ମୋ ଠାରେ ବିଶ୍ୱାସ କରିବ, ତାଠାରେ ଜୀବନ୍ତ ଜଳ ପ୍ରବାହିତ ହେବ। ଜୀବନ ମୁଁ ଅଟେ। ଯେ ଯୀଶୁଙ୍କୁ ଯେ ବିଶ୍ୱାସ କରିବ, ସେ ଜୀବନ ପାଇବ, ଅନନ୍ତ ଜୀବନର ଅଧିକାର ହେବ।
যে অবিশ্বাস করিব প্রকাশিত লেখা আছে 21:8 তা পাই হ্রদ তৈরি করা যাচ্ছে নরকর হ্রদ অবিশ্বাসী মানে দুষ্ট ମାନଙ୍କ পাই যে অবিশ্বাস করিব হ্রদরে পড়িব লিসন কেয়ারফুলি ধ্যান সହ ଶୁଣ ଅଭିଷିକ୍ତ ମାନଙ୍କୁ ଆଜି ଲୋକମାନେ ବଚସା ହସର କାରଣ ତେଣୁ ଦୁନିଆ ହସୁଛି ଚର୍ଚ୍ଚ ରଙ୍ଗରସ ନାହିଁ ଖ୍ରୀଷ୍ଟିଆନ ଲାଇଫ ରଙ୍ଗରସର ଦୁନିଆ ବିତାଇବା ପାଇଁ ନାହିଁ ନେମ୍ ଫେମ୍ ନାହିଁ ଖ୍ରୀଷ୍ଟ ଜୀବନ ନମ୍ରତାର ମୁଁ ଅନେକ ଲୋକଙ୍କୁ ଦେଖୁଛି ସବୁ ଥିବ ଲାଇଫରେ ସେମାନେ ଅଫିସରେ ବସନ୍ତି ସେମାନେ ବାର ଦୋକାନରେ ବସନ୍ତି ସେମାନେ ଅଫିସରେ ରୁହନ୍ତି କୁକୁଡ଼ା ଗାଲିରେ ବସନ୍ତି ଡବଲ ଇଂଲିଶ ତାଙ୍କର ଥାଏ ଏଠି ଗୋଟେ ସେଠି ଗୋଟେ ସେମାନେ ଖ୍ରୀଷ୍ଟିଆନ ଜାଣିଛନ୍ତି ଆମର ବିଶ୍ୱାସର ଅଭାବ ଯୋଗୁଁ ଆମର ଭିତରର ଡିଜାଇନକୁ ଆମେ କଣ୍ଟ୍ରୋଲ କରିପାରୁନ ଆମର ଫେଥ୍ ଲେଭେଲ ସେତିକି ପାୱାରଫୁଲ ନାହିଁ ଷ୍ଟ୍ରଙ୍ଗ ନାହିଁ କୌଣସି କ୍ଷେତ୍ରରେ ଆମେ ଡେଭଲପ ହେଇପାରୁନା କହିଲି ନା ପରିବାର ଥିଲା ବେଳକୁ ପ୍ରୋବ୍ଲେମ ଆସିଲେ ସଲ୍ଭ ହେଇଯିବ କୌଣସି କ୍ଷେତ୍ରରେ ସଲ୍ଭ ହେଇଯିବ ତମେ ଯେତେବେଳେ ଏକା ଥିବ ଏକା ଥିଲା ବେଳେ ଯୁଦ୍ଧ କର ତମର ଆସିଥିବା ଫ୍ରେଣ୍ଡର ପ୍ରଲୋଭନ ପରୀକ୍ଷା ବାକ୍ୟ କହେ ତମେ ସମୀକ୍ଷା କରି ଦେଖ ତମେ ଶିଖ କଠୋର ନାହିଁ ଅନେକ ମାଧ୍ୟମ ଦେଇ ପରୀକ୍ଷା ଆସେ ଅନେକ ମାଧ୍ୟମ ଦେଇ ଆମକୁ ଯୁଦ୍ଧ କରିବାକୁ ପଡେ କେମିତି 6-10 ପଢିବା ଶୀଘ୍ର ଶେଷ କଥା ଏହି ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ କେତେବେଳେ ହେବା ବଳବାନ ଚର୍ଚ୍ଚ ଆସୁଥିବା ଶୁଣୁଥିବା ଯାଉଥିବା ବ୍ୟକ୍ତିଗତ ଜୀବନରେ ପ୍ରଭୁ ଆଶୀର୍ବାଦ କରି କହିଛନ୍ତି ତମେ ମୁହଁର ଝାଳ ପୋଛିବାକୁ ପଡିବ କାମ ନ କଲେ ପେଟ ପୂର୍ବ ନାହିଁ କିନ୍ତୁ ପ୍ରଭୁଙ୍କର ବାକ୍ୟ ସହିତ ସ୍ଥିର ହେବା ଖ୍ରୀଷ୍ଟିୟ ଜୀବନର ବଳ କୋଟା ଈଶ୍ୱରଙ୍କର ବାକ୍ୟ ପ୍ରାର୍ଥନାମୟ ଜୀବନ ଆତ୍ମିକ ଜୀବନ ଦୁନିଆରେ ତମେ ସବୁ କିଛି ପାଇବ ଆତ୍ମିକ ଜୀବନ ଯଦି ଲସ୍ ହେଲା ଗୋଟେ ଦିନ ତମେ ଚାକରି କରିବ ଆମେ ଅନ୍ୟ ପାଇଁ ସାକ୍ଷୀ ହେବା ଅନ୍ୟ ପାଇଁ ଅନ୍ୟର କଥା ବାବା କରି କହିବା ତମର କଥା କେତେ ବାବା କରି କହୁଛନ୍ତି ତମେ କେବେ ମିରାକଲ ଦେଖେଇବ ତମ ଜୀବନରେ ଯୀଶୁ କେବେ ଗୌରବ ପାଇବେ ତମେ କେବେ ଯୀଶୁକୁ ପ୍ରେଜେଣ୍ଟ କରିବ ଷ୍ଟାଇଲିଶରେ ହ୍ୟାଣ୍ଡସାର୍ଟରେ ପଇସାରେ ଧର୍ମକର୍ମରେ ରାଇଟ୍ ଧର୍ମକର୍ମରେ ବି ପ୍ରେଜେଣ୍ଟ କରିହେବ ସେଥିପାଇଁ ଯୀଶୁ କହିଲେ ସାଧୁବି ଆଉ ଫାଲୁସି ମାନଙ୍କ ଠାରୁ ତମର ବିଶ୍ୱାସ ଅଧିକ ନଥିଲେ ସ୍ୱର୍ଗ ରାଜ୍ୟରେ ଯାଇପାରିବ ସେମାନେ ତ ସବୁ କିଛି କରୁଥିଲେ ଡିଫରେଣ୍ଟ ଥିବାର ଅଛି ବିଶ୍ୱାସର ଯୁଦ୍ଧ ଆମେ ଜାଣିନଥାଉ ଆମେ କେମିତି ଯୁଦ୍ଧ କରିଥାଉ ଯଦି ଧରିନେବା ଖ୍ରୀଷ୍ଟ ଜୀବନ ବିଶ୍ୱାସର ଜୀବନ ପଚାଶ ଆସିବ ଲୋକ କହିବେ ଯେ ଧାର୍ମିକ ହେବ ତାକୁ କିଛି ବିପଦ ହେବ ସେଇ ଲୋକକୁ ମୁଁ କହିବା ପାଇଁ ଚାହେଁ ଗଛରେ ଯୋଉ ଗଛରେ ଫଳ ନାହିଁ ସେ ଗଛରେ ଟେକା ବାଜିବ ନାହିଁ ତାକୁ କିଏ ଦେଖିବେ ବି ତା ପାଖରେ କ୍ୱାଲିଟି ଥିବ ତାକୁ ସବୁ ଲୋକ ନିନ୍ଦା କରୁଥିବେ ଶୈତାନ ବି କହେ ନାହିଁ ଶୈତାନ କାମ କରେ ବଚସା କରାଏ ନାହିଁ ବଚସା କରେ ନାହିଁ ଯୀଶୁ କେବେ ବି କାହାକୁ କହିନାହାନ୍ତି ଏଗ୍ରେଷ୍ଟରେ ତା ବିରୁଦ୍ଧରେ କହିନାହାନ୍ତି କାରଣ କ'ଣ ଜାଣିଛନ୍ତି ସେ ଅଭିଷିକ୍ତ ଥିଲେ ଆମେ କହିଲେ ଆମର ପାପ ତା ପାଖରେ ପଳାଇ ଯାଏ ଭଲସେ ଶୁଣିଥାନ୍ତୁ ଆମେ ଲସ୍ ହେଇଯିବା ଆମେ ତଳକୁ ଖସିଯିବା ଆମକୁ ପଛରେ ଉଠେଇଲେ ଆମେ ଆଗକୁ ଯିବା କହିବା ଲୋକ ପଛରେ ରହିବ ତେଣୁକରି ବିଶ୍ୱାସରେ ଆମେ ଚାଲିବାକୁ ପଡ଼ିବ ଦେଖିବାକୁ ପଡ଼ିବ କାମ କରିବାକୁ ପଡ଼ିବ ମୋ ଫେଭରେଟ୍ ବାକ୍ୟ ନହଙ୍କ ବିଷୟ ଯେତେବେଳେ ମୁଁ ପଢ଼େ ବହୁତ ଖୁସି ଲାଗେ ପରମେଶ୍ୱରଙ୍କ ପ୍ରତିଜ୍ଞା ନହଙ୍କ ପାଖରେ ଆସିଲା ନହଙ୍କ ଲୋକ ପ୍ରଚେଷ୍ଟା କଲେ 120 ବର୍ଷ ତାଙ୍କର ଡିଜାୟାର ତାଙ୍କର ଲକ୍ଷ୍ୟକୁ ସେ ବାହାରିଲେ ଲକ୍ଷ୍ୟରୁ ବାହାରି ଗଲେ ନାହିଁ ଲକ୍ଷ୍ୟରେ ଲାଗି ରହିଲେ ବାରମ୍ବାର କାମରେ ଲାଗି ରହିଲେ ଲୋକ ହସନ୍ତୁ କୁହନ୍ତୁ ଗାଳି କରନ୍ତୁ ଛାଡ଼ି ଦିଅନ୍ତୁ ଗୋଟାଏ ଜଗତ ଗୋଟାଏ ନହ ଗୋଟେ ଲୋକ ଗୋଟାଏ ଜଣେ ଗୋଟାଏ ସେ ବିଶ୍ୱାସରେ ସ୍ଥିର ରହିଲେ କାର୍ଯ୍ୟ ସମାପ୍ତି କଲେ ଆମେ କେବେ ଜାଣିଛୁ ପରମେଶ୍ୱରଙ୍କ ଯୋଜନା ଆମ ଜୀବନରେ କ'ଣ ଅଟେ ନା ପ୍ରାର୍ଥନା କରିଦଉ ପ୍ରଭୁ ତମର ଇଚ୍ଛା ସଫଳ ହଉ ତାପରେ ଆମର ଇଚ୍ଛା ସବୁବେଳେ ନା ଆଉ
कौन करेगा लाइफ रे अनुभूति बहुत अच्छी विश्वास और स्थिर रहिले तो काम करे जदि न हो 120 वर्ष स्थिर रहिले आपण को काम काई हो नाही हमें प्रभु करिवे आपण मान जानि तो लेखा है तो मान को समस्या कर देखो नीचे तुम विश्वास केते तो काम करछि द्वितीय करंतियो 13 का 15 पढ़िबा